କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଆମେ ଜାଣିବା ସ୍ୱାଧୀନତା ପରଠାରୁ ଭାରତର ରାଷ୍ଟ୍ରପତି କିଏ ଥିଲେ ଆଉ ତାଙ୍କ କାର୍ଯ୍ୟକାଳ ଅବଧି କେତେ ଥିଲା। ତ ଜାଣିବା ଫର୍ଷ୍ଟ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପୋଷ୍ଟ ଇଣ୍ଡିପେଣ୍ଡେନ୍ସ କିଏ ଥିଲେ। ଫର୍ଷ୍ଟ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1950 ରୁ 1962 ମସିହା ପର୍ଯ୍ୟନ୍ତ। ସେକେଣ୍ଡ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1962 ରୁ 1967 ପର୍ଯ୍ୟନ୍ତ। ଥର୍ଡ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ହେଉଛନ୍ତି ଜାକିର ହୁସେନ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1967 ରୁ 1969 ପର୍ଯ୍ୟନ୍ତ। ଫୋର୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ବରନାଗିରି ଭେଙ୍କଟଗିରି। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1969 ରୁ 1974 ମସିହା ପର୍ଯ୍ୟନ୍ତ। ଫିଫ୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ଫକରାଉଦ୍ଦିନ ଅଲି ଅହମଦ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1974 ରୁ 1977 ପର୍ଯ୍ୟନ୍ତ। ସିକ୍ସଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ନୀଲମ ସଞ୍ଜୀବା ରେଡ୍ଡି। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1977 ରୁ 1982 ପର୍ଯ୍ୟନ୍ତ। ସେଭେନ୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ଜ୍ଞାନୀ ଜେଲ ସିଂ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1982 ରୁ 1987 ପର୍ଯ୍ୟନ୍ତ। ଏଇଥ୍ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ଆର୍ ଭେଙ୍କଟରମଣ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1987 ରୁ 1992 ପର୍ଯ୍ୟନ୍ତ। ନାଇନ୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ହେଉଛନ୍ତି ଡକ୍ଟର ଶଙ୍କର ଦୟାଲ ଶର୍ମା। କାର୍ଯ୍ୟକାଳ ଅବଧି ଥିଲା 1992 ରୁ 1997 ପର୍ଯ୍ୟନ୍ତ। ଟେନ୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ହେଉଛନ୍ତି କେ ଆର୍ ନାରାୟଣ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1997 ରୁ 2002 ପର୍ଯ୍ୟନ୍ତ। ଇଲେଭେନ୍ଥ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ହେଉଛନ୍ତି ଡକ୍ଟର ଏପିଜେ ଅବଦୁଲ କଲାମ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 2002 ରୁ 2007 ପର୍ଯ୍ୟନ୍ତ। ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ପ୍ରତିଭା ପାଟିଲ, ଯିଏକି ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ଭାରତର। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 2007 ରୁ 2012 ମସିହା ପର୍ଯ୍ୟନ୍ତ। 13th ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ପ୍ରଣବ ମୁଖାର୍ଜୀ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 2012 ରୁ 2017 ପର୍ଯ୍ୟନ୍ତ। 14th ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଥିଲେ ରାମନାଥ କୋବିନ୍ଦ। ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 2017 ରୁ 2022 ପର୍ଯ୍ୟନ୍ତ। 15th ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଦ୍ରୌପଦୀ ମୁର୍ମୁ। ତାଙ୍କ କାର୍ଯ୍ୟକାଳ 2022 ରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଅଛନ୍ତି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦିଅ, ଭିଡିଓ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।